ସେପରା କହିକି ଆସିଥିଲେ ଆମେ ମାସକରେ ସବୁ ବଦଳେଇ ଦେବୁ। ରଙ୍ଗ ବଦଳେଇଲେ ନା ବଦଳେଇଲେ ପରିସ୍ଥିତି ବଦଳେଇ ଦେଇ ପାରୁନାହାନ୍ତି। ପିଇବା ପାଣି ଲୋକଙ୍କୁ ଦେଇପାରୁନାହାନ୍ତି। ପିଇବା ପାଣି ଲୋକଙ୍କର ଟ୍ୟୁବୱେଲ୍ ଦରକାର, ୱାଟର ସପ୍ଲାଏ ଯେଉଁଗୁଡ଼ା ଖରାପ ହେଇଛି ତାକୁ ସଜାଡ଼ିବା ଦରକାର। ଏପର୍ଯ୍ୟନ୍ତ ଯେତେ ଯାହା କହିଲେ ବି ସେ ତ କିଛି ଶୁଣିବାକୁ ନାରାଜ। ପରିବର୍ତ୍ତନ କରୁଛନ୍ତି, ଆକୁ ସବୁ ପରିବର୍ତ୍ତନ କରୁନାହାନ୍ତି କାହିଁ? ଲୋକଙ୍କର ଯାହା ଆବଶ୍ୟକତା ସେ ଆବଶ୍ୟକତାକୁ ପୂରଣ ନ କରି ରଙ୍ଗ ବଦଳେଇବା ନା ବଦଳେଇବାରେ ସେ ଅଛନ୍ତି। ତେଣୁ ଲୋକଙ୍କ କାମ କରିବା ପାଇଁ ତାଙ୍କର ଆନ୍ତରିକତା ନାହିଁ। ତେଣୁ ଏ ସରକାର ଖାଲି ମିଛରେ ଧୁଆମାଡ଼ ମାରୁଛନ୍ତି। କେବଳ ନିଜର ପ୍ରଚାର ପ୍ରସାର, ଦଳୀୟ ପ୍ରଚାର ପ୍ରସାର, ବର୍ତ୍ତମାନ ଦେଶର ଯେଉଁ ଭଳିଆ ସ୍ଥିତି, ବର୍ତ୍ତମାନ ଦଳର ପ୍ରଚାର ପ୍ରସାର କରି ଲୋକଙ୍କୁ ଗ୍ୟାଦରିଂ କରିବା ଏବଂ ନିଜ ଦଳୀୟ ପଇସାରେ ଲୋକଙ୍କୁ ଡାକିବା ଏବଂ ନିଜେ ଗୋଟେ ଢଗ ଅଛି ଓଡ଼ିଆରେ, ମୋର ଆଣେ ମୋତେ ଭଲ ପା। ମୋତେ ଲୋକ ଭଲ ପାଉନାହାନ୍ତି, ମୁଁ ଜବରଦସ୍ତ ଲୋକଙ୍କୁ ଡାକିକି କହିବି ମୋତେ ଧନ୍ୟବାଦ ଦିଅ, ଏଇ କଥା କରୁଛନ୍ତି ବିଜେପି ଦଳର ନେତାମାନେ, ମନ୍ତ୍ରୀମାନେ ଏଇ କଥା କରୁଛନ୍ତି। ଲୋକ ଭଲ ପାଉନାହାନ୍ତି। ଆପଣମାନେ ଫିଲ୍ଡକୁ ଯାଆନ୍ତୁ, ଲୋକଙ୍କୁ ପଚାରନ୍ତୁ ଏବେ ବର୍ତ୍ତମାନ ବିଜେପିର ସ୍ଥିତି କ'ଣ, ଆପଣ ଲୋକଙ୍କୁ ପଚାରନ୍ତୁ। ପଇସା ଖର୍ଚ୍ଚ କରି ଲୋକଙ୍କୁ ବୁହାଇକି ଆଣି ଜବରଦସ୍ତ କହିବେ ଯେ ମୋତେ ଭଲ ପାଅ ବୋଲି, ମୋତେ ଧନ୍ୟବାଦ ଦିଅ ବୋଲି, ଏଇଟା ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ନୁହେଁ। ଓଡ଼ିଶା ଲୋକ ତାକୁ ଗ୍ରହଣ କରୁନାହାନ୍ତି। ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ସବୁ ସେକ୍ଟରରେ କେମିତି ଭାବରେ ଓଡ଼ିଶା ଆଗକୁ ଯିବ ଏବଂ ଇଣ୍ଡଷ୍ଟ୍ରିଆଲ ସେକ୍ଟରକୁ ଗ୍ରୋଥ୍ କରିବା ପାଇଁ ବିଭିନ୍ନ ଦେଶ ସହିତ, ବିଭିନ୍ନ ରାଜ୍ୟ ସହିତ, ବିଭିନ୍ନ ସଂସ୍ଥା ସହିତ ଆଲୋଚନା କରି ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍ କରାଇଛନ୍ତି। ଏବଂ ତାପରେ ବର୍ତ୍ତମାନ ସରକାର ବିଭିନ୍ନ କଥା ଆଲୋଚନା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କାହା ସହିତ ଏଗ୍ରିମେଣ୍ଟ କଲେ, କି ପ୍ରକାର ଇଣ୍ଡଷ୍ଟ୍ରି ହେବ, କେଉଁ ପ୍ରକାର ଇଣ୍ଡଷ୍ଟ୍ରି କେଉଁ ଜାଗାରେ ହେବ, ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇପାରିନାହାନ୍ତି। ଯାହା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ କରିଥିଲେ ସେହି ଅନୁସାରେ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ୍ ବର୍ତ୍ତମାନ ଓଡ଼ିଶାରେ ଚାଲିଛି ଏବଂ ବହୁତ ଇଣ୍ଡଷ୍ଟ୍ରି ମଧ୍ୟ ଭଲରେ ଚାଲିଛି।